ଅନେକଙ୍କର ଧାରଣା ଅଛି ଯେ ଜଣେ ତୁରନ୍ତ ଟ୍ରକ୍ କି ବସ୍ ଡ୍ରାଇଭର ହେବାକୁ ହେଲେ ଡ୍ରାଇଭିଂ ସ୍କୁଲରେ ଟ୍ରେନିଂ ନେଇ ସହଜରେ ଲାଇସେନ୍ସଟା ପାଇ ସିଧାସଳଖ ଟ୍ରକ୍ କି ବସ୍ ଡ୍ରାଇଭର ହେଇଯିବେ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ। ଆପଣ ଡ୍ରାଇଭର ତ ହେଇଯିବେ, ହେଲେ ସୁଦକ୍ଷ ଡ୍ରାଇଭରଟେ ହେଇପାରିବେ ନାହିଁ। ଯଦି ଟ୍ରକ୍ ମାଲିକ ଜାଣିଲେ ଆପଣ ଟ୍ରେନିଂ ସ୍କୁଲରେ ଡ୍ରାଇଭର, ସିଏ ଆପଣଙ୍କୁ ଗାଡ଼ି ଦେବେ ନାହିଁ। ଆଉ ଯଦି ବି ମିଛ ସତ କହିକିରି ଆପଣ ଯାଇକିରି ଗାଡ଼ି ଚଲେଇଲେ ତାହେଲେ କେବଳ ଲୋକସାନ ହିଁ କରିବେ। ତେବେ ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ଜଣେ ସୁଦକ୍ଷ ଡ୍ରାଇଭର ହେବା ପାଇଁ ହେଲେ କ'ଣ ସବୁ କରିବାକୁ ପଡ଼େ, କେତେ ଦିନ ସମୟ ଲାଗେ, କ'ଣ ରହିଛି ପୁରା ପ୍ରୋସେସ। ନମସ୍କାର, ମୁଁ ମାଧବ କୁମାର ନାୟକ ଓରଫ ଟକଲୁଆନା। ବେଶୀ ବକବାସ ନ କରି ସିଧାସଳଖ ଭିଡ଼ିଓଟି ଆରମ୍ଭ କରିଦେବା। ଜଣେ ସୁଦକ୍ଷ ଡ୍ରାଇଭର ହେବାକୁ ହେଲେ ସର୍ବନିମ୍ନ ଆପଣଙ୍କୁ 3 ବର୍ଷ ଗାଡ଼ିରେ ହେଲ୍ପର ପଦବୀରେ କଟେଇବାକୁ ପଡ଼ିବ। ଯେଉଁମାନଙ୍କ ବୟସ 18ରୁ 20 ବର୍ଷ ପାଖାପାଖି, ପାଠ କ୍ଷେତ୍ରରେ ପଛୁଆ ଏବଂ ଚେନ୍ନାଇ ଗୁଜୁରାଟରେ ଦାଦନ ଖଟିବାକୁ ଯିବାକୁ ବାହାରିଛନ୍ତି, କେବଳ ସେଇ ପିଲାମାନେ ହିଁ ଡ୍ରାଇଭିଂ ଶିଖିବାକୁ ଆସିବା ଉଚିତ। ଦାଦନ ଗଲେ ହୁଏତ ଆପଣ 15-20 ହଜାର ଟଙ୍କା ମାସକୁ ବର୍ତ୍ତମାନ ରୋଜଗାର କରିପାରିବେ, କିନ୍ତୁ ସେଥିରେ ଆପଣଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ଅନ୍ଧକାରମୟ। ଯେତେ ଦିନ ଆପଣଙ୍କ ଦେହରେ ତାକତ ଅଛି, ବଳ ଅଛି, ଆପଣ ଖଟିବେ, ତାପରେ ଦିନେ ପୃଷ୍ଠ ପଡ଼ିବ କି ନାହିଁ, ତାପରେ ଆପଣ ଖଟି ପାରିବେନି, ଘରେ ବସିବେ, ପିଲାଙ୍କ ଉପରେ ନିର୍ଭର କରିବେ। ହଁ, 10 ବର୍ଷ ପରେ ଦାଦନ ଶ୍ରମିକଙ୍କ ଦରମା ଆଜିର 15-20 ହଜାର ସେତେବେଳେ ହୁଏତ 30 ହଜାର ହେଇଥିବ, ଆଉ ବେଶୀ ବଢ଼ିବନି। କିନ୍ତୁ ଗାଡ଼ିରେ ଆଜିକା ଡେଟ୍ରେ ଜଣେ ହେଲ୍ପର ପାଉଥିବା ମାସିକ ଦରମା ଖାଇ ପିଇକିରି ପାଖାପାଖି 6-7 ହଜାର ଟଙ୍କା। ଭବିଷ୍ୟତରେ ଯେତେବେଳେ ଡ୍ରାଇଭର ହୋଇଯିବ, 10 ବର୍ଷ ପରେ ରୋଜଗାର କରୁଥିବ କେତେ ଜାଣିଛନ୍ତି? ଲକ୍ଷାଧିକ ଟଙ୍କା। ତାହା କିପରି ସମ୍ଭବ ମୁଁ ଆଉ ଏକ ଭିଡ଼ିଓରେ ଭଲ କରି ବୁଝେଇଦେବି। ବର୍ତ୍ତମାନ କେବଳ ଜାଣିବା ସୁଦକ୍ଷ ଡ୍ରାଇଭର ହେବାର ପ୍ରୋସେସ। ପ୍ରଥମେ ଆପଣ ସିଧାସଳଖ ଗାଡ଼ିକି ନ ଆସି ସରକାରଙ୍କ ତରଫରୁ ଯେଉଁ ମାଗଣା ଡ୍ରାଇଭିଂ ଟ୍ରେନିଂ କ୍ୟାମ୍ପ ସବୁ କରାଯାଉଛି, ସେଠାରେ ଟ୍ରେନିଂ ନେଇଯିବା ଉଚିତ। ଏହାଦ୍ୱାରା ଆପଣଙ୍କର ଗାଡ଼ି ବିଷୟରେ ମେକାନିକାଲ ଆଇଡ଼ିଆ ବି ଆସିଯିବ, ତା ସହିତ ଛୋଟ ଗାଡ଼ି ଚଳାଇବା ମଧ୍ୟ ଶିଖିଯିବେ। ତାପରେ ସହଜରେ ଆଉ ମାଗଣାରେ ବି ଆପଣଙ୍କୁ LMV ଲାଇସେନ୍ସ ଖଣ୍ଡେ ମିଳିବ, ଲାଇଟ୍ ମୋଟର ଭେହିକଲ ଲାଇସେନ୍ସ। ଆଉ ସରକାରଙ୍କ ତରଫରୁ 3-4 ହଜାର ଟଙ୍କା ଷ୍ଟାଇପେଣ୍ଡ ବି ଆପଣ ପାଇଯିବେ। ଆଉ ଏହି ଟ୍ରେନିଂ ପାଇଁ ନିଜ ନିଜ ବ୍ଲକ ଅଫିସ କି ମ୍ୟୁନିସିପାଲିଟି ଅଫିସରେ ଆପଣ ଯୋଗାଯୋଗ କରିପାରନ୍ତି। କେତେବେଳେ କ୍ୟାମ୍ପ ଆସୁଛି ସେଇ ହିସାବରେ ଆପଣ ଯୋଗାଯୋଗ କରି ତାର ଲାଭ ଉଠାଇ ପାରିବେ, ବିଲକୁଲ ଫ୍ରି ଅଫ୍ କଷ୍ଟରେ। ତାପରେ ଏସବୁ ପୁରା ହେବାକୁ ପାଖାପାଖି 4-5 ମାସ ସମୟ ଲାଗିବ। ତାପରେ ଯଦି ଆପଣ ଛୋଟ ଗାଡ଼ି ଚଳାଇବାକୁ ଚାହାନ୍ତି, ଛୋଟ ଗାଡ଼ି ଚଳାନ୍ତୁ, ନଚେତ ଯଦି ବଡ଼ ଗାଡ଼ି ଡ୍ରାଇଭର ହେବାକୁ ଚାହୁଁଛନ୍ତି, ବଡ଼ ଫ୍ୟୁଚରର ଆଶା କରୁଛନ୍ତି, ତାହେଲେ ଜଣେ ଭଲ ଡ୍ରାଇଭର ଯାହାର କି କେବେ ଗାଡ଼ି ଧକ୍କାପକା କରିବାର କି ବେଶୀ ଗାଡ଼ି ଖରାପ କରୁଥିବାର ରେକର୍ଡ ନଥିବ, ମଦୁଆ ମାତଲିଆ ବି ହୋଇନଥିବ, ଶାନ୍ତ ସରଳ ପ୍ରକୃତିର ହେଇଥିବ, ଅତି କମରେ 3-4 ବର୍ଷ ଗାଡ଼ି ଚଳାଇବାର ଅନୁଭୂତି ଥିବ ଏବଂ ଯେଉଁ ଡ୍ରାଇଭର ଉପରେ ମାଲିକ ଖୁସି ଥିବ, ସେହି ଡ୍ରାଇଭରକୁ ଆପଣ କେବଳ ନିଜ ଗୁରୁ ରୂପେ ବାଛନ୍ତୁ ଏବଂ ଆଗାମୀ 2.5-3 ବର୍ଷ ଉକ୍ତ ଡ୍ରାଇଭର ସହିତ କାଟିବା ପାଇଁ ମନସ୍ଥ କରନ୍ତୁ। ଆହୁରି କମ ସମୟ ମଧ୍ୟରେ ବି ଆପଣ ହେଇଯାଇପାରିବେ, ଏହା ନିଜ ଉପରେ ନିର୍ଭର କରେ। ମୁଁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି କହୁଛି, ଏହା 2.5-3 ବର୍ଷରୁ ଉପରକୁ ଲାଗି ଯାଉଛି, ପାଖାପାଖି 3 ବର୍ଷ ହିଁ ଧରି ନିଅନ୍ତୁ। ଏହି ସମୟ ମଧ୍ୟରେ ଗାଡ଼ିର ଗତିବିଧି, ଡ୍ରାଇଭରଙ୍କ ଗାଡ଼ି ଚଳାଇବା ଶୈଳୀ, ପ୍ରତ୍ୟେକ ରୁଟ୍, ପ୍ରତ୍ୟେକ ଡେଷ୍ଟିନେସନ ତଥା ମାଲ କେଉଁ ଫ୍ୟାକ୍ଟ୍ରିକି ଯାଉଛି କିମ୍ବା କେଉଁ ପାର୍ଟି ପାଖକୁ ଯାଉଛି, ଏସବୁ ଭଲ କରି ଅନୁଧ୍ୟାନ କରନ୍ତୁ। ମନେ ରଖନ୍ତୁ, ଯେତେ ସବୁ ଜାଗାକୁ ଗାଡ଼ି ଯାଉଛି ଉକ୍ତ ରାସ୍ତାକୁ ଭଲ କରି ମନେ ରଖନ୍ତୁ, ଯେପରି କେଉଁଠି ହମ୍ସ ଅଛି, କେଉଁଠି ଖାଲ ଅଛି, କେଉଁଠି ରାସ୍ତା ହଠାତ୍ ବୁଲାଣି ଅଛି ବା ମୋଡ଼ ଅଛି, କେଉଁଠି ଘାଟି ଅଛି। ରାସ୍ତା ସହିତ ଭଲ କରି ପରିଚିତ ହେଇଯିବେ। ରାସ୍ତା ସହିତ ଭଲ କରି ପରିଚିତ ହେବା ନିହାତି ଜରୁରୀ ଅଟେ, କାରଣ ଅଜଣା ରାସ୍ତା ପାଇଁ ପ୍ରାୟତଃ ଗାଡ଼ି ଦୁର୍ଘଟଣା ହୁଏ। ଉଦାହରଣ ସ୍ୱରୂପ ଆପଣମାନେ ଦେଖିଥିବେ, ପିକନିକ ପାର୍ଟି ବସ୍ ସବୁ ବେଶୀ ଦୁର୍ଘଟଣା ହୁଅନ୍ତି, କାରଣ ପିକନିକ ବସ୍ ଡ୍ରାଇଭର ତାର ରୁଟ୍ ଛାଡ଼ି ଅନ୍ୟ ରୁଟ୍କୁ ଯେତେବେଳେ ଯାଇଥାଏ, ତାକୁ ସେ ରୁଟ୍ ବିଷୟରେ ମାଲୁମ ନଥାଏ, ସେ ରାସ୍ତା ବିଷୟରେ ମାଲୁମ ନଥାଏ, କୋଉଠି ଖାଲଖମା ଅଛି। ଆଉ ପିକନିକ ବସ୍ ଗୁଡ଼ାକ ବେଶୀ ଦୁର୍ଘଟଣାଗ୍ରସ୍ତ ହେଇଥାନ୍ତି ଅଜଣା ସଡ଼କ ଯୋଗୁଁ। କିନ୍ତୁ ଦୈନିକ ଚଳାଚଳ କରୁଥିବା ଆଉ ତ ଘାଟି ରାସ୍ତାରେ କି ସେଇ ରାସ୍ତାରେ କେବେ ବି ସେଇ ଡ୍ରାଇଭର ଧକ୍କା କରନ୍ତି ନାହିଁ, କେବଳ ଅଲଗା ରୁଟ୍ରୁ ଡ୍ରାଇଭର ଆସିଲେ ଧକ୍କା କରନ୍ତି। ତେଣୁ ଆମେ ଜାଣିପାରୁଛେ ଯେ ଅଜଣା ରାସ୍ତା ବି ସଡ଼କ ଦୁର୍ଘଟଣାର ଗୋଟେ ବଡ଼ କାରଣ। ତେଣୁ ରାସ୍ତା ସହିତ ଭଲ କରି ପରିଚିତ ହେଇଯାଆନ୍ତୁ। ତାପରେ ଆସୁଛି ଗାଡ଼ି ସହିତ ଭଲ ରୂପେ ପରିଚିତ ହେବା। ଗାଡ଼ିର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସହିତ ମଧ୍ୟ ଭଲ କରି ପରିଚିତ ହେବା ନିହାତି ଦରକାର। ଗାଡ଼ିର ପ୍ରତ୍ୟେକ ସ୍ପେୟାର ପାର୍ଟସ ବିଷୟରେ ଜାଣିବା ଉଚିତ। ଯେତେବେଳେ ଗାଡ଼ି ଖରାପ ହୁଏ, ମିସ୍ତ୍ରୀ ସଜାଡ଼ିଲା ବେଳେ ମିସ୍ତ୍ରୀଙ୍କୁ କ'ଣ କରୁଛନ୍ତି ତାକୁ ଅନୁଧ୍ୟାନ କରିବେ ଓ ପ୍ରତ୍ୟେକ ସ୍ପେୟାର ପାର୍ଟସ ବିଷୟରେ ପଚାରି ବୁଝିବେ। ଗାଡ଼ି କେଉଁଥିପାଇଁ ଖରାପ ହେଲା, ଡ୍ରାଇଭର ଓ ମିସ୍ତ୍ରୀଙ୍କ ଠାରୁ ପଚାରି ବୁଝିବେ। ଆଉ ସବୁଠୁ ବଡ଼ କଥା ହେଉଛି, ଆପଣ ଆପଣଙ୍କ ଗୁରୁଜୀଙ୍କୁ ଖୁସି ରଖିବେ। ଆପଣ ଗୁରୁଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିବେ,
किछि दिन तांको सहित रहिला परे आपण जानि जिवे जे से कोन काम बराद करिवे से कोन कहिबा पूर्वरु से काम बराद करिबा पूर्वरु से काम आपण करि दियंतु ताहले गुरुजी को कृपा दृष्टि आपन ऊपर पड़िबो ओ आपण तुरंत अग्रगति करिवे। गाड़ी रे जोग देला मात्रे मासे 2 मास भितर किंबा बिना अनुमति रे ड्राइवर सीट रे बसंतु नाही किंबा बिना अनुमति रे गाड़ी चलाइबा को चेष्टा करंतु नाही। एथिरे ड्राइवर विरक्त हेबे कारण गाड़ीटी हेउची मालिक और ड्राइवर को रोजी रोटी एथिरे उभयଙ୍କ परिवार भविष्यत निर्भर करिथाय। आपणको सामान्य भूल रे भी मालिक और ड्राइवर जीविका हरै बसिबे तेणु पाखापाखि 6 मास आपण केवल बाम पटे बसी रही काटंतु पूर्वरु जहाँ सब कहली से सब प्रैक्टिस करि चलंतु जेतेबेले ड्राइवरंकर आपणको ऊपर भरोसा आसी जिवो से निज तरफरु आपणको पाखरे बसई गाड़ी चला शिखेबा को लागिबे। जेहेतु आपण पूर्वरु ट्रेनिंग सेंटर रे गाड़ी चलाई शिखिथिबे आपणको बड़ गाड़ी चलाइबा को विशेष असुविधा हेबो नाही। तापर प्रथम 6 मास बाम पटे बसी रहबा द्वारा गाड़ी प्रति डर भय भी छाड़ी जिवो नचेत जदि तुरंत जाई स्टीयरिंग धरिबे तेबे मन रे गोटे प्रकार भय सबले पसी रहिबो कोनोसी अघटन पई आपण प्रस्तुत होई परिबे नाही माइंड हैंग हे जिवो ब्लॉक हे जिवो। आमे बहुत थर देखि सारलोनी नुवा नुवा ड्राइवर माने गाड़ी ठीक ठाक चलाउथिला बेले हठात से बळे किछि दुर्घटना परिस्थिति सृष्टि हो जाए जथा गाड़ी आगो जदि कुकुर की गाई गुरु पसी आसले कि कोनोसी गाड़ी पसी आसला हठात आउ दुर्घटना घटिला बेले परिस्थिति सृष्टि हो गला तेबे तांको माइंड हैंग हे जाए एवं से हठात कौन करेंगे से बुझी पारती ना बेले बेले ब्रेक जगह एक्सीलेटर भी दाबी द्वारा आम देखीचु तेणु ये जो माइंड हैंग हवा जो अनेक थर एक्सीडेंट हुए तेणु गाड़ी प्रति भय दूर हवा निहाती दरकार। तापर एलएमबी लाइसेंस मिलबार 1 वर्ष पर आप एचएमबी लाइसेंस पे आवेदन करें जदि आप सरकारी ड्राइविंग सेक्टर जोग दे पारे ना कि सेमती सुविधा है ना लाइसेंस एलएमबी लाइसेंस प्राप्त करना तेबे गाड़ी भल कर चल सारा पर एलएमबी लाइसेंस पे आवेदन करेंगे आवेदन ही करेंगे तुरंत कारण एलएमबी लाइसेंस रो 1 वर्ष पर आप एचएमबी लाइसेंस पे योग्य हो पारे आपण आवेदन पे योग्य हो पारे। तापर एचएमबी लाइसेंस पाई सारा पर एवं भल कर गाड़ी चलाई पारथिले मध्य आपण भाबंतु नै जे आपण जने उस्ताद गाड़ी चलेला वाला आपण आपणको गुरु को पचारंतु एवं आपणको मालिक को पचारंतु जे आपण जने दक्ष ड्राइवर हे गलेनी कि नाही से ही आपणको आपणको विषय रे सठिक कथा कहि परिबे। आपण निजको केबे निजे सठिक जजमेंट करि परिबे नाही कारण मो एक्सपीरियंस कहूची आज पर्यंत केही भी निजको अणकुशली ड्राइवर बोली भाबी नाहंती समस्त निजको सुदक्ष ड्राइवर बोली भाबंती जे मु पूरा तीर मार देली मु गोटे भलो ड्राइवर हे सारलेनी किंतु सेमती हे न थाए। आ जदि आपण जने सुदक्ष ड्राइवर हे गलेनी ठीक ठाक गाड़ी चलाई पारछन्ती तेबे आपनकु गाड़ी खोजिबा को पड़िबो नाही आपनकु गाड़ी मालिक माने ही खोजी खोजी आसिकरी आपण पाखरे पहुंचबे जे आपनकु गाड़ी ड्राइवर नियुक्ति देबा पई कारण ड्राइवरंकर बहुत अभाव रहिछि भलो ड्राइवरंकर अभाव रहिछि आ तापरे आपनकर भविष्यत उज्जवल हेबार बाट खुली जिवो। एही सब प्रोसेस पूरा हबा को पाखा पाखी 3 वर्ष लागि जाए जदि आपण जने टैलेंट बॉय हुए तो किछ दिन कम समय लागिवो किंतु पाखापाखि 3 वर्ष आप धरी नियंतु माइंड रे पूरी रखु जे आप 3 वर्ष ही गाड़ी रे समय देवे हेल्पिंग पोस्ट रे। तापर भविष्य रे ट्रक ड्राइवर बहुत चाहिदा रही डॉक्टर इंजीनियर भली हाई प्रोफाइल जॉब आ मिलबनी सहज रे मिलबनी अनेक डॉक्टर इंजीनियर दिने बेरोजगार होगा जाउछंती किंतु जने ट्रक ड्राइवर केबे बेरोजगार रहिबो नै एवं मासकु लक्षाधिक टंका रोजगार करबाटा ग्यारंटी। यह किपरि घटिबो एथिपाई मु अन्य एक वीडियो बनाई देबी पूरा फुल डिटेल्स रे आज एतिकी रहिली नमस्कार।